आपण ମାନେ ଥମ୍ବନେଲରୁ ଜାଣିବାକୁ ପାଉଥିବେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିବା ପୂର୍ବରୁ ଆପଣମାନଙ୍କୁ ଏହି ଚାରୋଟି କାମ ନିହାତି କରିବା ଉଚିତ। ଯଦି ଆପଣମାନେ ଏହି ଚାରୋଟି କାମ କରୁନାହାନ୍ତି ପଞ୍ଜୀକରଣ କରିବା ପୂର୍ବରୁ, ତାହେଲେ ଆପଣମାନେ ଅନେକ ସାରା ଅସୁବିଧାର ମଧ୍ୟ ସମ୍ମୁଖୀନ ହେବେ। ଯେମିତିକା ଆପଣମାନେ ଧାନ ମଣ୍ଡିରେ ଧାନ ଦେଇପାରିବେ ନାହିଁ। ତାପରେ ଧାନ ଦେଲେ ବି ଆପଣଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବ ନାହିଁ। ଆପଣମାନେ ସବସିଡି ଟଙ୍କା ପାଇପାରିବେ ନାହିଁ। ଆପଣମାନଙ୍କର ଟୋକନ ଜେନେରେଟ୍ ହେବ ନାହିଁ। ଟୋକନ ଠିକ୍ ସମୟରେ ଆପଣମାନଙ୍କୁ ମିଳିବ ନାହିଁ। ଏମିତି ଅନେକ ସାରା ଅସୁବିଧାରେ ଆପଣମାନେ ସମ୍ମୁଖୀନ ହେବେ। ତ ସେଥିପାଇଁ ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଖରିଫ ଫସଲ କରୁଛନ୍ତି, ଖରିଫ ଧାନ ଆପଣମାନେ ଧାନ ମଣ୍ଡିରେ ଦେବା ପାଇଁ ଯେଉଁ ପଞ୍ଜୀକରଣ ପ୍ରକ୍ରିୟା ଆପଣମାନଙ୍କର ହେବା ପାଇଁ ଯାଉଛି, ସେ ପଞ୍ଜୀକରଣ କରିବା ପୂର୍ବରୁ ଆପଣମାନେ କିଛିଟା ବିଶେଷ ସୂଚନା ପ୍ରତି ଆପଣମାନେ ଧ୍ୟାନ ଦିଅନ୍ତୁ। ଆଉ ଏହି ଚାରୋଟି କାମ ମଧ୍ୟ ନିହାତି କରନ୍ତୁ। କାରଣ ଖରିଫ 2026-27 ଆର୍ଥିକ ବର୍ଷ ପଞ୍ଜୀକରଣ ପାଇଁ ଆପଣମାନଙ୍କର ନୂଆ ନିୟମ ଲାଗୁ କରାଯାଇଛି। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି ଯେ ଆପଣମାନେ ପଞ୍ଜୀକରଣ କରିବା ପୂର୍ବରୁ ଆପଣମାନେ କେଉଁ ଚାରୋଟି କାର୍ଯ୍ୟ କରିବେ। ତ ପଞ୍ଜୀକରଣର ଯେଉଁ ନୂଆ ନିୟମ ରହିଛି, କ'ଣ ରହିଛି ଚାଷୀମାନଙ୍କ ପାଇଁ, ତ ବିସ୍ତାର ରୂପେ ଜାଣିବା ପାଇଁ ହେଲେ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବା ସହିତ ଆପଣ ମଧ୍ୟ ସତର୍କ ଆଉ ସଚେତନ ମଧ୍ୟ ହେଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆପଣମାନଙ୍କୁ ପ୍ରଥମେ ଜଣାଇବା ପାଇଁ ଚାହିଁବି ଯେ ଆପଣମାନେ ପିଏମ୍ କିଷାନ କିମ୍ବା ସିଏମ୍ କିଷାନ ଫସଲ ବୀମା, ଜମି କିଣା ବିକା, କୃଷି ଯନ୍ତ୍ରପାତିରୁ ସବସିଡି ଟଙ୍କା ପାଇବାକୁ ହେଲେ ଆପଣମାନଙ୍କୁ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରିବାର ଆବଶ୍ୟକତା ରହିଛି, ଯାହା ସରକାରଙ୍କ ତରଫରୁ ପ୍ରତ୍ୟେକ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଆଜିକା ଡେଟ୍ରେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ବିନା ଚାଷୀମାନଙ୍କର ସବୁ କାମ ଅଧୁରା ରହିଯିବ। ଆପଣ ସରକାରଙ୍କ ତରଫରୁ କୌଣସି ଯୋଜନାର ଆର୍ଥିକ ସହାୟତା ଆପଣ ପାଇପାରିବେ ନାହିଁ। ତାପରେ ଆପଣମାନଙ୍କର ଜମି ପଟ୍ଟାକୁ ଆପଣ ଅପଡେଟ୍ କରିବେ। ଜମି ପଟ୍ଟା ଅପଡେଟ୍ କରିବା କହିବାର ମାନେ ହେଉଛି, ଯେଉଁ ଆପଣମାନଙ୍କର ପୂର୍ବପୁରୁଷଙ୍କ ନାମରେ ଜମି ପଟ୍ଟା ରହିଛି, ଆପଣଙ୍କ ବାପାଙ୍କ ନାମରେ ରହିଛି କିମ୍ବା ଆପଣମାନଙ୍କର ଜେଜେବାପା ତାଙ୍କ ବାପାଙ୍କ ନାଁରେ ଜମି ପଟ୍ଟା ରହିଛି, ତ ଆପଣମାନଙ୍କୁ ଅପଡେଟ୍ କରେଇ ନେବାର ଅଛି। ଯଦି ଆପଣମାନେ ନ କରେଇବେ ଆପଣମାନେ ଅସୁବିଧାର ସମ୍ମୁଖୀନ ହେବେ। ଯଦି ଆପଣଙ୍କ ନାଁରେ ଆପଣ ଅଲଗା ଜମି ପଟ୍ଟା କରିପାରୁନାହାନ୍ତି, ସେଇଟା ବଡ଼ କଥା ନୁହେଁ, କିନ୍ତୁ ଯେଉଁ ଜମି ପଟ୍ଟା ରହିଛି ସେଇ ଜମି ପଟ୍ଟାରେ ଆପଣମାନଙ୍କର ନାମ ମଧ୍ୟ ରହିବା ଦରକାର। ଆପଣ ଭାବୁଥିବେ ଜମି ପଟ୍ଟା ତ ଏମିତି ରହିଛି, ଆମ ତ କାମ ଚଳିଯାଉଛି, କ'ଣ ଅସୁବିଧା ରହିଛି? ତ ଆପଣଙ୍କୁ ମୁଁ କହି ରଖିବି, ଆପଣମାନଙ୍କର ଆଜି ଅସୁବିଧା ହେଇନି, କାଲି ଆପଣମାନଙ୍କର ଅସୁବିଧା ହେବ। ତ ଆପଣମାନେ ବେଳ ଥାଉ ଥାଉ ସାବଧାନ ହେଇଯାଆନ୍ତୁ। ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣେଇଥିଲି ଯେଉଁ ଚାଷୀମାନଙ୍କ ପାଇଁ ଯେଉଁ ନୂଆ ନିୟମ ଆସୁଛି, ସେଇ ନୂଆ ନିୟମ ଅନୁସାରେ ଆପଣମାନେ ସତର୍କ ଆଉ ସଚେତନ ହେଇଯାଆନ୍ତୁ। ତ ଯଦି ଆପଣମାନଙ୍କର ଜମି ପଟ୍ଟା ଅପଡେଟ୍ ହେଇନାହିଁ, ଆପଣମାନେ ଜମି ପଟ୍ଟା ଅପଡେଟ୍ କରେଇ ନିଅନ୍ତୁ। ତ ଏବେ କ'ଣ ହେଲା, ତ ଆପଣମାନଙ୍କର ଜମି ପଟ୍ଟାରେ ଆଧାର ଲିଙ୍କକୁ କରାଯାଉଛି, ଯେଉଁଟାକି ଆପଣମାନଙ୍କର ଏଗ୍ରିଷ୍ଟାକ୍ ରହିଛି, ସେଇ ଏଗ୍ରିଷ୍ଟାକ୍ ଜରିଆରେ ଆପଣମାନଙ୍କର ଜମି ପଟ୍ଟାରେ ଆଧାର ଲିଙ୍କ ହେଉଛି। ତ ବହୁ ଚାଷୀମାନଙ୍କର ଜମି ପଟ୍ଟା ନିଜ ନାମରେ ନଥିବାରୁ ସେମାନେ କରିପାରୁନାହାନ୍ତି, ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ଚାଷୀମାନଙ୍କର ଜମି ପଟ୍ଟା ନିଜ ନାମରେ ରହିଛି, ସେମାନେ ତୁରନ୍ତ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରେଇ ନିଅନ୍ତୁ। ତ କଲେ ଆପଣମାନଙ୍କର କୌଣସି ଅସୁବିଧା ଆପଣମାନଙ୍କର ଆଗାମୀ ଦିନମାନଙ୍କରେ ହେବ ନାହିଁ। ସରକାର ଏବେ ଆପଣମାନଙ୍କର ଆଧାର ନମ୍ବର ଏଣ୍ଟ୍ରି କଲେ ଆପଣମାନଙ୍କର ସବୁ କିଛି ତଥ୍ୟ ଜାଣିପାରିବେ। କାରଣ ଏବେ ଆଧାର କାର୍ଡ଼ ସହିତ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହେଉଛି, ଆଧାର କାର୍ଡ଼ ସହିତ ଆପଣମାନଙ୍କର ପାନ୍ କାର୍ଡ଼ ସଂଯୋଗ ରହୁଛି, ଆଧାର କାର୍ଡ଼ ସହିତ ଆପଣମାନଙ୍କର ରାସନ କାର୍ଡ଼ ସଂଯୋଗ ରହୁଛି, ଆଧାର କାର୍ଡ଼ ସହିତ ଆପଣମାନଙ୍କର ଜମି ପଟ୍ଟା ସଂଯୋଗ ରହୁଛି। ଆଧାର କାର୍ଡ଼ ସହିତ ସମ୍ପୂର୍ଣ୍ଣ ତଥ୍ୟ ଆପଣମାନଙ୍କର ଜଡ଼ିତ ରହିଛି। ତ ଏବେ ସରକାର ଚାହୁଁଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର ଆଧାର କାର୍ଡ଼ ନମ୍ବର ଜରିଆରେ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ। ସେଥିପାଇଁ ସରକାର ନୂଆ ନୂଆ ନିୟମ ଆଣୁଛନ୍ତି, ନୂଆ ନୂଆ ପଦକ୍ଷେପ ଆପଣମାନଙ୍କ ପାଇଁ ଆଣୁଛନ୍ତି। ଆପଣମାନେ ସେ ନିୟମ ଆଉ ସେ ପଦକ୍ଷେପ ଗୁଡ଼ିକୁ ବୁଝିକି
ଠିକ୍ ସମୟରେ କାମ କରିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣମାନଙ୍କର ପ୍ରଶ୍ନ ରହିଥିବ ଜମି ପଟ୍ଟାରେ ଯେଉଁ ପୂର୍ବପୁରୁଷଙ୍କର ନାମ ରହିଛି ଆମର ନାମ ଆମେ କେମିତି ସେଥିରେ ଲିଙ୍କ କରିବା, କେମିତି ଆମେ ସେ ଜମି ପଟ୍ଟାରେ ଆମର ନାମ ବସେଇବା। ତ ଆପଣଙ୍କୁ ଗୋଟେ କଥା ମୁଁ କହି ରଖିବି, ଯଦି ଆପଣମାନଙ୍କର ଯେଉଁ ଜେଜେବାପାଙ୍କର ହଉ କିମ୍ବା ଆପଣଙ୍କର ବାପାଙ୍କ ନାମରେ ହଉ, ଯଦି ବାପା ଏବେ ଜୀବିତ ଅଛନ୍ତି ତ ଆପଣମାନେ ମଧ୍ୟ କରିପାରିବେ। କିନ୍ତୁ ଯଦି ବାପା ଜୀବିତ ନାହାନ୍ତି କି ପୂର୍ବପୁରୁଷ ଜୀବିତ ନାହାନ୍ତି ତାଙ୍କର ମୃତ୍ୟୁ ପ୍ରମାଣପତ୍ର ସାର୍ଟିଫିକେଟ୍ ଆପଣମାନଙ୍କର ଆବଶ୍ୟକତା ପଡ଼ିବ। ସେଇ ମୃତ୍ୟୁ ପ୍ରମାଣପତ୍ର ଆଧାରରେ ଆପଣମାନେ ଜମି ପଟ୍ଟାରେ ଆପଣଙ୍କର ନାମ ଆପଣ ଯୋଡ଼ି ପାରିବେ। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ସମ୍ବନ୍ଧରେ ଆପଣମାନଙ୍କୁ ଯେଉଁ ଆର୍ଆଇ ରହିଛନ୍ତି ଆପଣଙ୍କୁ ସପୋର୍ଟ କରିବେ। ତ ଆପଣ ତାଙ୍କ ସହିତ ଯୋଗାଯୋଗ କରନ୍ତୁ। ତ ଆପଣଙ୍କର ଜମି ପଟ୍ଟା ଆପଣ କେମିତି ଅପଡ଼େଟ୍ କରିବେ ଆପଣ ତାଙ୍କୁ ଯୋଗାଯୋଗ କଲେ ଆପଣଙ୍କୁ ଠିକ୍ ପରାମର୍ଶ ଆର୍ଆଇ ଦେବେ, ଯାହାଫଳରେ ଆପଣମାନେ ସେଇ ଡକୁମେଣ୍ଟସ୍ ଗୁଡ଼ିକୁ ନେଇକି ଗଲେ ଆପଣମାନଙ୍କର ଜମି ପଟ୍ଟାରେ ଅପଡ଼େଟ୍ ହେଇଯିବ। ଆପଣମାନଙ୍କର ସେପାରେଟ୍ ଜମି ପଟ୍ଟା ନ କରନ୍ତୁ ସେଇଟା ବଡ଼ କଥା ନୁହେଁ, କିନ୍ତୁ ଜମି ପଟ୍ଟାରେ ଆପଣଙ୍କର ନାମ ଯୋଡ଼ିଲେ ଏଇଟା ଆପଣମାନଙ୍କ ପାଇଁ ଭଲ ରହିବ। କାହିଁକିନା ଆଗାମୀ ଦିନମାନଙ୍କରେ ଏଗ୍ରିଷ୍ଟାକ୍ ବିନା ଆପଣମାନେ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଏମିତିକି ଆପଣ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ମଧ୍ୟ ଆପଣଙ୍କର ଏଗ୍ରିଷ୍ଟାକ୍ ଫାର୍ମର ଆଇଡ଼ିର ଆବଶ୍ୟକତା ପଡ଼ିବ। ଏବେ ଆପଣ ସିଏମ୍ କିଷାନ କି ପିଏମ୍ କିଷାନ ଯୋଜନାରେ ଆବେଦନ କରିବା ପାଇଁ ଆପଣମାନଙ୍କର ଏଗ୍ରିଷ୍ଟାକ୍ଟି ବାଧ୍ୟତାମୂଳକ କରାଯାଇଛି। ଏଗ୍ରିଷ୍ଟାକ୍ ଆଇଡ଼ି ବିନା ଆପଣମାନେ ଆଗକୁ ହିଁ ବଢ଼େଇ ପାରିବେ ନାହିଁ। ଆପଣମାନଙ୍କର ଯେଉଁ ଆବେଦନ ପ୍ରକ୍ରିୟା ସେଇଠି ହିଁ ଅଟକି ଯିବ, ଆପଣମାନଙ୍କର ଆବେଦନ ପ୍ରକ୍ରିୟା ସକ୍ସେସଫୁଲ୍ ହେବ ନାହିଁ। ଯେଉଁ ଚାଷୀମାନେ ପୂର୍ବରୁ ମଧ୍ୟ ସିଏମ୍ କିଷାନ ଯୋଜନା ପିଏମ୍ କିଷାନ ଯୋଜନାରେ ପଞ୍ଜୀକୃତ କରିଛନ୍ତି, କିସ୍ତି ଟଙ୍କା ଲଗାତାର ଭାବେ ପାଇ ଆସୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଆପଣମାନେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡ଼ି କରିନାହାନ୍ତି ତାହେଲେ ଆପଣମାନେ କରେଇ ନିଅନ୍ତୁ ଆପଣମାନଙ୍କର କିସ୍ତି ବନ୍ଦ ହେବା ପୂର୍ବରୁ। ପରବର୍ତ୍ତୀ କାର୍ଯ୍ୟଟି ଆପଣମାନଙ୍କର ରହିଛି ଯେଉଁ ଖଜଣା ରହିଛି, ଖଜଣା ଆପଣମାନେ ଠିକ୍ ସମୟରେ ଦିଅନ୍ତୁ। ଯଦି ଏପର୍ଯ୍ୟନ୍ତ ଆପଣମାନେ ଖଜଣା ଦେଇନାହାନ୍ତି ଆପଣମାନେ ଖଜଣା ଦେଇ ଦିଅନ୍ତୁ। ଖଜଣା ଆପଣମାନେ ଦୁଇ ପ୍ରକାର ଦେଇପାରିବେ। ଆପଣ ନିଜେ ଘରେ ବସି ନିଜର ମୋବାଇଲ ମାଧ୍ୟମରେ ଅନଲାଇନ୍ ମାଧ୍ୟମରେ ଆପଣମାନେ ଦେଇପାରିବେ। ଯଦି ଅନଲାଇନ୍ ମାଧ୍ୟମରେ ଆପଣମାନେ ଦେଇପାରୁନାହାନ୍ତି ତାହେଲେ ଆପଣମାନେ ଆର୍ଆଇ ଅଫିସକୁ ଯିବେ, ସେଠି ମଧ୍ୟ ଖଜଣା ଦେଇପାରିବେ। ଆପଣ ଯଥାଶୀଘ୍ର ଏହି କାମଟି କରିନିଅନ୍ତୁ। ଯଦି ଆପଣମାନଙ୍କର ଧାନ ମଣ୍ଡି ପଞ୍ଜୀକରଣ ଆରମ୍ଭ ହୋଇଯିବ, ଲୋକଙ୍କ ଭିଡ଼ ଅଧିକ ରହିବ ଆର୍ଆଇ ଅଫିସରେ, ସେଥିପାଇଁ ମୁଁ ଆପଣମାନଙ୍କୁ ଆଗରୁ ହିଁ ସୂଚିତ କରିଦେଉଛି ଆପଣମାନେ ଖଜଣା ଦେଇକି ପାଉତି କାଟି ଆଣନ୍ତୁ। କାହିଁକିନା ଧାନ ମଣ୍ଡି ପଞ୍ଜୀକରଣ ଆରମ୍ଭ ହୋଇଗଲେ ଆପଣମାନେ ଖଜଣା ମଧ୍ୟ ଠିକ୍ ସମୟରେ ଆପଣ ଦେଇପାରିବେନି, ଅନେକ ସାରା ଅସୁବିଧାର ମଧ୍ୟ ସମ୍ମୁଖୀନ ହେବେ। ଆର୍ଆଇ ଅଫିସର ମାନେ ଆପଣମାନଙ୍କୁ ବାରମ୍ବାର ଘୁରେଇବେ ମଧ୍ୟ।